ଯାତ୍ରାଟା ହେଉଛି ଚୈତ୍ର ମାସରେ ହୁଏ। ମୀନ ସଂକ୍ରାନ୍ତି ପରଠୁ କିଏ 21 ଦିନ କରେ, କିଏ 13 ଦିନ କରେ, କିଏ 17 ଦିନ କରେ, ଏଭଳି ଭାବରେ ଦଣ୍ଡ ନିୟମ ରହିଥାଏ। ଆଉ ଦଣ୍ଡରେ 13 ଭୁକ୍ତା ନିୟମ, 13 ଜଣ ଋଷିପୁତ୍ର ସେମାନେ ବ୍ରତ ଧରି ହୋଇକି 13 ଦିନ ରହନ୍ତି। ସେମାନେ ଧୂଳି ଦଣ୍ଡ କରନ୍ତି। ରାତ୍ରି ଉଜାଗର ପାଇଁ ସେ ରାତ୍ରି ଦଣ୍ଡ ମଧ୍ୟ ହୁଏ। ଏଭଳି ଭାବରେ ଦଣ୍ଡ କିଏ 17 ଦିନ, କିଏ 21 ଦିନ, କିଏ 13 ଦିନ ଏଭଳି ଦଣ୍ଡ କରନ୍ତି। ମାନସିକ ଧରି ମାନେ ସେମାନେ ଠାକୁରଙ୍କୁ ନେଇକି ପୂଜା ଦିଅନ୍ତି। ପୂଜା ସରିଲା ପରେ ରାତ୍ରି ଉଜାଗର ପାଇଁ ନିହାତି ଆବଶ୍ୟକ। ସେଥିପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଆମର ନାଟକ ଯେଉଁ ଆମର 16 ଅଙ୍ଗ ହିସାବରେ ଆମର ନାଟକ ଥାଏ। ଆମେ ଦେଖନ୍ତୁ ପ୍ରଥମେ ହାଡ଼ି ହାଟାଣି ଆସିବେ, ସେମାନେ ସଫା କରିବେ, ଠାକୁର ବିଜେ କରିବେ, ତାପରେ ଶିବ ପାର୍ବତୀ ବାହାରିବେ। ଏମିତି ଆମର ବାଲ୍ୟା ଦଣ୍ଡର ସ୍ୱାଙ୍ଗ ଅନୁସାରେ ଆମେ 16 ସ୍ୱାଙ୍ଗ ଦଣ୍ଡ କରୁ। ଏ ଜଗନ୍ନାଥପୁର ଦଣ୍ଡ ବହୁତ ପୁରୁଣା, ବହୁତ ଦିନର ଆରମ୍ଭ ହୋଇ ଆସୁଛନ୍ତି ଏବଂ ଏ ଜଗନ୍ନାଥପୁର ଦଣ୍ଡର ବହୁତ ନୀତି ନିୟମ ନେଇକିନା ଚାଲିଛି ଏବଂ ଏତେ ପ୍ରତ୍ୟକ୍ଷ ଯେ ତାର ହଜାର ହଜାର ଭକ୍ତ ତା ପାଖକୁ ସବୁବେଳେ ଦର୍ଶନ କରି ଆସନ୍ତି ଏବଂ ଦଣ୍ଡ ମେଳାରେ ଆସି ଆଜି ଆଠମଲ୍ଲିକରେ ପହଞ୍ଚି ଯାଉଛନ୍ତି ଏବଂ ଭକ୍ତ ତାର ମାନସିକ ପୂର୍ଣ୍ଣ ହେବା ଦ୍ୱାରା ସେ ସମସ୍ତଙ୍କୁ ଆଜି ତା ଘରେ ପାଦ ପଡ଼ିଛି ଏବଂ ସମସ୍ତେ ତାର ନୀତି ନିୟମ ଅନୁସାରେ ତାର ଯେତେକ ନାଟକ ଅଛି ତାର ଭକ୍ତ ନେଇକିନା ସେ ନାଟକ ଚାଲିଛି ଆଉ ଦଣ୍ଡ ନାଚ ହୁଏ ମନୋରଞ୍ଜନ ପାଇଁ ରଖାଯାଇଛି। ଯେତେବେଳେ ଯେକୌଣସି ଲୋକଙ୍କୁ କୌଣସି ପ୍ରକାର ବିପଦ ଆସେ ବା କୌଣସି ପ୍ରକାର ତାର ଅଘଟଣ ଘରେ ଘଟିବାକୁ ଯାଏ, ତା ନାଁ ଧରିଲେ ସେ ସେଇ ଅଘଟଣରୁ ମୁକ୍ତି ପାଇଯାଏ। ତେଣୁ ସେ ସେତେବେଳେ ଟାଇମରେ ହିଁ ମାନସିକ କରିଦିଏ, ପ୍ରଭୁ ନୀଳକଣ୍ଠେଶ୍ୱର ମୁଁ ତମର ଯାତ୍ରା ମୋ ଘର ଦ୍ୱାରରେ ଆସି କରିଆଇବି, ତେଣୁ ମୋର ଦେହ ଏ ଦେବା ଆମର ବିପଦରୁ ମୋତେ ମୁକ୍ତି କରିଦିଅ। ତେଣୁ ଠାକୁର ମୁକ୍ତି କରିଦେଲା ପରେ ତା ମାନସିକ ପୂର୍ଣ୍ଣ ହେଲା ପରେ ସେ ସମସ୍ତ ଭକ୍ତ ଏବଂ ନୀଳକଣ୍ଠେଶ୍ୱର ଡକେଇ ତା ଯାତ୍ରା କରନ୍ତି। ଆମେ ଶିବଙ୍କର ଝାମୁ ଯାତ୍ରା ଦଣ୍ଡ ନୃତ୍ୟରେ ସବୁର ସର୍ବାଣୀ ନୃତ୍ୟ କରୁ। ସବୁର ଶିବ ପାର୍ବତୀଙ୍କର 21 ଦିନ ଯାତ୍ରା କରି ଆଗର ପରମ୍ପରା ଯେଉଁ ପୁରୁଣା ପଦ୍ଧତି ରହିଥିଲା ତାକୁ ଆମେ ଗାଁ ଗାଁ ବୁଲି ଶିବ ପାର୍ବତୀଙ୍କର ପ୍ରଚାର କରୁଛୁ। ଏଥିରେ ନା ଆମେ ଜଙ୍ଗଲରେ ବସବାସ କରୁ। ଶିବଙ୍କର ପୁରୁଣା ପଦ୍ଧତିରେ ଆସିକି ଶିବ ପାର୍ବତୀଙ୍କର ଝାମୁ ଯାତ୍ରାରେ ଗାଁ ଗାଁ ବୁଲି ପ୍ରଚାର କରୁଛୁ। ଆଠଗଣ୍ଡ ଅଞ୍ଚଳରେ ପୁରା 100-150 ଦଣ୍ଡ ହେବ 14 କୋଶ ଭିତରେ। ତେଣୁ ପ୍ରଥମେ 25,000 ଦଳ ଧରି ଆଉ ଆମର ଗଡ଼ ଦଣ୍ଡ ଆଉ ନିବେଦ ଦଣ୍ଡ ଆଉ ଘୋଡ଼ାଗାଡ଼ି କନ୍ଦପଡ଼ା ଆଜି ଆସିଛନ୍ତି ଜଗନ୍ନାଥପୁର ଦଣ୍ଡ ଆମର ଅନୁଗୁଳ ଜିଲ୍ଲାର ଜଗନ୍ନାଥପୁର ଦଣ୍ଡ ଏଇ ମଧ୍ୟ ପ୍ରସିଦ୍ଧ ଦଣ୍ଡ ବୋଲି ବିଖ୍ୟାତ ଅଛି।